एक सेकंड ଆଉ ଭୋଜି ବିଷୟରେ କିଛି କହିବନି କି? କହିବା ପାଇଁ ବହୁତ କିଛି ଅଛି କାହିଁକି ନା କହୁନି 2026 ପାଖ ହେଲାଣି ନୂଆ ବର୍ଷ ପାଖ ହେଲାଣି ହେଲେ ହେଲେ ଆମ ପିଲାଙ୍କର ଗାଣ୍ଡି ଆଉ ଆଜ୍ଞା ବଇଲେ ପଇସା ମା ଆଜ୍ଞା ପିଲାମାନେ ଦମଣ୍ଡରେ ଲଗେଇ ଦଉଛି ଲକ୍ଷ ଲକ୍ଷ ଟଙ୍କା ତୁମେ ଆଗେ ଲଗେଇଛି 15-20 ହଜାର ଟଙ୍କା କି ନାହିଁ ଚିନ୍ତାରେ ବଇଛି ପିଲା कौन है ये लोग? କି ଦୁଃଖ ଲାଗୁଛି कहाँ से आते हैं ये? 2-3 ଦିନ ନା କେତେ ଦିନ ଆହୁରି ଲାଗି ଆଉ କେତେ ମାସ ହେଇକି 5 ଦିନ ଭିତରେ ଭୋଜି ହବ ପିଲାମାନେ ଭୋଜି କରିବୁ ଆମେ ଏଇ ଜାଗାରେ ହିଁ କରିବୁ ହେଲେ ଗାଣ୍ଡି ତ ଠିକ ନାହିଁ ତାର କେହି ଦେଖା ଦର୍ଶନ ନାହିଁ ଆମେ ଯିଏ ବଇଛୁ ପଡ଼ିଆରେ ତମେ କ୍ୟାମେରା ଧରିଛ କ'ଣ କରିବା ଠିକ କହୁଛି ଯୋଉମାନଙ୍କର ବି ଗାଣ୍ଡି ଠିକ ନାହିଁ ତମ ସାଙ୍ଗମାନଙ୍କର କିଛି କମେଣ୍ଟ ଖାତା ପେନ୍ ଧନା ବସା ହେଇଛି ପିଲାମାନେ ଆଇଲେ ପଇସା ଦେବେ ଆପଣ ଦେଖିବାର ଯିବେ ନୋଟ୍ ବି କରାହେଇଛି ଟିକେ ଜୁମ୍ କରିଦିଅ ଏଇ ଯୋଉ ଖାତାଟା ଏଇ ଯୋଉ ନୋଟ୍ ବି ଲେଖା ହେଇଛି ପିଲାମାନଙ୍କ ନାଁ ବି ଲେଖା ହେଇଛି ପୁରା ଭଲ ବୁକ୍ ଟାଣା ହେଇଛି କେହି ମା ଆଜ୍ଞା କରି ଦେଖା ଦର୍ଶନ ନାହିଁ କି କାହା ନାଁ ନାହିଁ କିଛି ନାହିଁ ଆମେ ଯଦି ବହିଛୁ ସେ ଖାଲି କରିଦେବୁ ମୁଁ ବହି ଟାଇମ୍ ପାସ୍ କରୁଛି ଟାଇମ୍ ଆସିକି ହେଲାନି 10:30 କି 11ଟା ବାଜିବ ଦେଖିନୁ ଟାଇମ୍ ଅନ୍ଦାଜରେ କହୁଛି ଏତିକି କହୁଛି ତମ ଯେତିକ ମୋ ଗାଈ ଯେତିକ ପବ୍ଲିକ୍ ଅଛ ଆପଣଙ୍କର ସାଙ୍ଗମାନେ କି ଆପଣଙ୍କ ଗାଁରେ ବି ଏମିତି ହେଉଛି ସାଙ୍ଗମାନଙ୍କୁ ନୁହେଁକିନା ବାଉଁଶ ଆଣିବ କଞ୍ଚା ବାଉଁଶ କହିଲେ ମୁଁ ଅର୍ଡ଼ର କରିଦେଉଛି ଆମର ବାଉଁଶ ଗଛ ଅଛି ଗିରିଶ ଗୁଳେଇ ଦେବ ଗିରିଶ ନୁହେଁକିନା ହାର୍ଡଲିଙ୍ଗ ତେଲ ଅଛି ଜାପାନ ତେଲ ଥିଲା ନା ଜାପାନ ତେଲ ଦାମା ଉଦିତ ଭାଇ କହିଥିଲେ ଯାହା କହିଲେ ଠିକ୍ କହିଥିଲେ ହଉ ରଖୁଛ ହଉ ବନ୍ଦ କର ବାଏ